ମୋ ନାଁ ଗୋପୀନାଥ ନାୟକ, ଘର ତେଲନଟି। ମୁଁ କାଲି ଭଦ୍ରକରୁ ଘରକୁ ଫେରୁଥିଲି ରାତି 11 ସାଢ଼େ 11 12 ଭିତରେ। ମୁଁ ଫେରୁଥିଲି କାଣ୍ଡବା ପୋଲ ପରେ ରାମପୁର ପୂର୍ବରୁ ମୋ ଗାଡ଼ିକି ମୋ କାର୍କୁ ପାସ୍ କରିକି ଗଲା ଆଗରପଡ଼ା ପେଟ୍ରୋଲିଂ ଭ୍ୟାନ୍ ପାସ୍ କରିକି ଆଗରେ ଗାଡ଼ି ଠିଆ କଲା। ଠିଆ କରିକି ମୋତେ କାଗଜପତ୍ର ଯାଞ୍ଚ ପାଇଁ ଅଟକେଇଲେ। ମୁଁ ସବୁ କାଗଜପତ୍ର ଦେଖାଇଲା ପରେ ସେମାନେ ମୋତେ ପଇସା ମାଗିଲେ। କହିଲେ ପୁରା ସ୍ଲାଙ୍ଗସ୍ ୟୁଜ୍ କରିକି ମୋତେ କହିଲେ। ମୁଁ କହିଲି ମୋର ତ ଅପଡ଼େଟ୍ ଅଛି କାଗଜପତ୍ର ସବୁ, ପଇସା କ'ଣ ପାଇଁ ଆପଣଙ୍କୁ ଦେବି। ସେଇଠୁ ମୋତେ ଯେଉଁ କହିଲେ ତ କ'ଣ ପାଇଁ ଦେବି, କହିଲେ ଭାଇ ପୁଲିସ ବାଲା ସହିତ ଯୁକ୍ତି କରୁଛୁ କହିକି ଗୋଟେ ବିଧା ମୋତେ ସେ ମାଇଲା। ସେ ଯେଉଁ ଅଫିସର ଥିଲେ ଗୋଟେ ଏଇଠି ବିଧାଟେ ପକାଇଲେ। ମୁଁ ସେଇଠୁ କହିଲି ହେଉଛି ସାର୍ ହାତ କ'ଣ ଉଠାଉଛନ୍ତି ମୋତେ। ଏତିକି କହିଲା ପରେ ମୋତେ ଛାନିଆ ଲାଗିଲା। ମୁଁ କହିଲି ସାର୍ ମୋ କତିରେ କ୍ୟାସ୍ ନାହିଁ, ମୁଁ ହେଉଛି ଫୋନ୍ ପେ ନହେଲେ ଦେବି। ସେଇଠୁ ସେମାନେ ମୋତେ କହିଲେ ଫୋନ୍ ପେ ଦେଇକି ଚାଲା କରିବୁ, ସକାଳୁ ଏଫଆଇଆର୍ କରିବୁ ଶଳା କହିକି ମୋବାଇଲଟା ଛଡ଼େଇ ନେଲେ। ମୋ ଚେନ୍ଟା ଯେଉଁ ଥିଲା ପିନ୍ଧିଥିଲି ଗୋଟେ ଚେନ୍ଟେ, ସେ ପୁରା ଏକଦମ ଘୁଷାରେ ଟାଣିକି ପୁରା ଏକଦମ ମାଡ଼ ଭୟଙ୍କର ଯେଉଁ ଘୁଷା ଟଣା ଭିତରେ ମୋ ତଣ୍ଟିଟାକୁ ଧରିନେଲେ। ଯେମିତି ଧରିନେଲେ ମୁଁ ସେଇଠୁ କ'ଣ କଲି ନା, ମୁଁ ତଣ୍ଟିଟାକୁ ଛଡ଼େଇକି ଧାଇଁକି ଯିବାକୁ ଚେଷ୍ଟା କଲି। ଯେତେବେଳେ ଧାଇଁକି ଯିବାକୁ ଚେଷ୍ଟା କଲି, ପଛପଟରୁ ମୋତେ ଜଣେ ଗୁଇଁଟେ ପକାଇଲା, ଯେଉଁଟାକି ମୋ ହାତ ପୁରା ତଳ ମୁହାଁକି ପୁରା ପଡ଼ିଗଲି। ଯେଉଁ ଏଇ ଆଣ୍ଠୁ ଫାଣ୍ଠୁ ଏଇସବୁ ଆଣ୍ଠୁ ମାଡ଼ ଏଇସବୁ ହେଇଗଲା। ଯେଉଁ ହେଲା ପରେ ମୁଁ ସେଇଠୁ ଉଠି ନାହିଁ। ସେ ବାଡ଼ି କାଢ଼ି ଆଣିଲେ ସେଇ ଯେଉଁ ଏଠୁ ପୁଲିସ ଭ୍ୟାନ୍ରୁ ବାଡ଼ି କାଢ଼ି ଆଣିକି 3 ଜଣ ପୁରା ସାଇଜ୍ ବାଡ଼ି କାଢ଼ିକି ପୁରା ଭୟଙ୍କର ମୋତେ ଅଧେ ଘଣ୍ଟେ ପିଟିଛନ୍ତି। ମୋତେ ଅଧେ ଘଣ୍ଟେ ପୁରା ପିଟିଛନ୍ତି। ଯେତେ ମୁଁ ନ୍ୟାୟ ଚାହେଁ, ଆଉ କ'ଣ ଚାହିଁବି। ଆପଣଙ୍କର ଆଗରୁ ପୁଲିସ ଉପରେ କୌଣସି ଆକ୍ରୋଶ ଥିଲା କି? କିଛି ନାହିଁ। ମୁଁ ନାହିଁ, ମୁଁ ଜଣେ ମଞ୍ଚ କଳାକାର ଆଜ୍ଞା। ମୋର କୌଣସି ପ୍ରକାର ତିକ୍ତତା କାହା ସହିତ ନାହିଁ। ମୁଁ ମଞ୍ଚ ସାରିକି ମୁଁ ଫେରୁଥିଲି। ମୋତେ ମୁଣ୍ଡକୁ ଏଇ ଜାଗାଟାକୁ ପିଟିଲେ। ଯେତେବେଳେ ମୁଁ ସେଇଠୁ କ'ଣ କଲା ଛାନିଆରେ ଏଇଭଳିଆ ହାତ ଦେଇଦେଲି। ଦେଇଦେଲା ପରେ ତାପରେ ଏଇ ପାହାଡ଼ଟା ସବୁ ବସିଛି, ଏଇ ବସିଛି ଏଇପଟ ଏଇଭଳିଆ ଦେଇକି ମୁଁ ବସିଗଲି। ମୋତେ ଅଧେ ଘଣ୍ଟେ ସେ ପିଟିଛନ୍ତି, ଉଠେଇ ପକେଇକି ପେଟେଇକି ଚିତେଇକି ସବୁ ପ୍ରକାର ମୋତେ ପୁରା ଭୟଙ୍କର ପିଟିଲା ପରେ ମୁଁ ଥାନାକୁ ଆସିଲା ପରେ ଥାନାର ଯିଏ ଥିଲେ ଷ୍ଟାଫ୍ କହିଲେ କାଲି ସକାଳୁ ଆସ। ମୋ ମୋବାଇଲଟା ନେଇଯାଇଛନ୍ତି, ସେ ମୋ ବେନିୟନ ଚିରିକି ଚେନ୍ ଫେନ୍ ସବୁ ନେଇଯାଇଛନ୍ତି। ମୁଁ ସକାଳୁଆ କିଛି ନ ପାଇକି ଆମ ସମ୍ପର୍କୀୟ ଲୋକ ପାଖରେ ପହଞ୍ଚିକି ତାଙ୍କ ନମ୍ବରରୁ କଲ୍ କରି ଆମ ଘରକୁ ଘର ଲୋକ ଜାଣିଲେ। ମୋ ନାଁ ମୁରଲୀଧର କର। ମୁଁ ଅଣିଜ ଚାରିଗାଁ ପଞ୍ଚାୟତ ଲୋକ, ଆଉ ତାଙ୍କର ସମ୍ପର୍କୀୟ। ଆଉ ଆମେ ଜାଣିନଥିଲି ତାଙ୍କର ରାତିରେ ଏଇସବୁ ଘଟଣା କ'ଣ ଘଟିଛି। ସକାଳେ ଜାଣିଲା ପରେ ଆମେ ଶୁଣିଲା ପରେ ଆସିକି ଦେଖିଲୁ ଯେ ବର୍ତ୍ତମାନ ତାଙ୍କର ଅବସ୍ଥା ପୁରା ସଙ୍କଟାପନ୍ନ ଅଛି। ଆସି ବର୍ତ୍ତମାନ ପୋଲିସ ବାଲା ତାଙ୍କ କହିବା ଅନୁଯାୟୀ ପୋଲିସ ବାଲା 4 ଜଣ ତାଙ୍କୁ ସେ ଆସିଲା ବେଳେ ଫେରିଲା ବେଳେ ଭଦ୍ରକରୁ କାଣ୍ଡବା ପୋଲ ସେପଟରେ ତାଙ୍କୁ ଅଟକେଇଲେ। ଅଟକେଇ ତାଙ୍କୁ ମାଗିଲେ ତୁମ ଗାଡ଼ିର କାଗଜପତ୍ର ଦେଖାଅ। ସେ ଗାଡ଼ିର କାଗଜପତ୍ର ଓହ୍ଲେଇକି ଦେଖିଲେ। ଗାଡ଼ି ଦେଖିଲା ପରେ ତାଙ୍କୁ କହିଲେ ତୁମେ ଆମକୁ କିଛି ପଇସା ଦିଅ। କହିଲେ ମୋ କତିରେ ପଇସା ପତ୍ର ନାହିଁ, ଆଉ ମୋର ମୋବାଇଲରେ ପଇସା ଅଛି, ଆଉ ମୋବାଇଲରୁ ପେ ଫୋନ୍ରେ କହିଲେ ପେ ଫୋନ୍ ମାଗିବା। ପେ ଫୋନ୍ରୁ ନେଲେ ଆମେ ତୁମେ ଯାଇକି କାଲି ଥାନାରେ ଏଫଆଇଆର୍ ଦେବ ନା। ଆଉ ସେ ଏଇ କଥା କହିଲା ପରେ ତାକୁ ଘୁଷାରି ଆଣିଲେ। ଘୁଷାରି ଆଣିକି ତାକୁ ପିଟିଲେ ଏବଂ ତା'ର ଗୋଟେ ବେକରେ ସୁନା ଚେନ୍ ଥିଲା ତାକୁ ଛଡ଼ାଇ ନେଲେ। ଆଜ୍ଞା, ଏ ଘଟଣା ଦାବି କରିବୁ ଯେ ଆମେ ବର୍ତ୍ତମାନ ଏଇ ସଂକ୍ରାନ୍ତିରେ ପ୍ରଶାସନ ଦୃଢ଼ ଅନୁଷ୍ଠାନ ଗ୍ରହଣ କରୁ। ସେଭଳିଆ କାଣ୍ଡ ଘଟାଇଛି, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ତାକୁ ସୁଶାସନ ମିଳୁ। ନମସ୍କାର, ମୁଁ ହେଉଛି ମଧୁସ୍ମିତା ନାୟକ। ମୋ ସ୍ୱାମୀ ଗୋପୀନାଥ ନାୟକ। ଆମ ଘର ତେଲନଟି, ଆଉ ଜିଲ୍ଲା ଭଦ୍ରକ। ଆମେ ଆଗରପଡ଼ା ଅଣ୍ଡରର ବି ଲୋକ। ଆଉ ଏମିତିରେ ବି ମୋ ସ୍ୱାମୀ ହେଉଛି ଜଣେ ମଞ୍ଚ କଳାକାର, ଯେଉଁଥିରେ କି ତାଙ୍କର କାଲି ହେଉଛି ପ୍ରୋଗ୍ରାମ୍ ପାଇଁ ସବୁ ଡିସ୍କସନ୍ ଥିଲା। ସେ ଯାଇଥିଲେ ଡିସ୍କସନ୍ କରିବାକୁ। ସେଠୁ ଡିସ୍କସନ୍ କରିବାରୁ ସେ ଫେରିଲେ ରାତି, ତଥାପି ରାତିରେ ଫେରନ୍ତି, ଆଗରୁ ବି ଫେରନ୍ତି, ଆଉ କାଲି ବି ଫେରିଲେ। ଆଉ ଯେଉଁଟାକି ମୁଁ ତାଙ୍କୁ କଲ୍ କରିଥିଲି 6ଟା ପାଖରୁ ବି କଲ୍ କରିଛି, 8:30 ପର୍ଯ୍ୟନ୍ତ ମୁଁ ତାଙ୍କୁ କଲ୍ କରିଛି, କଥା ହେଇସାରିଛି। ତାପରେ କଲ୍ କଲି 11:30 ଟାଇମ୍ରେ, ଯେଉଁଟାକି ରିଙ୍ଗ୍ ହେଉଛି, ସେ ଉଠାଉନାହାନ୍ତି। ଯେଉଁଟାକି ମୋ ମନ ଭିତରେ କନଫ୍ୟୁଜ୍ ଲାଗିଲା, ହଁ କ'ଣ ପାଇଁ ଉଠାଉନାହାନ୍ତି, ବୋଧେ ଡ୍ରାଇଭିଂ କରୁଛନ୍ତି ସେଥିପାଇଁ ଉଠାଉନାହାନ୍ତି। ଆଉ ତାପରେ ଠିକ୍ 12:30 ଟାଇମ୍ରେ ମୁଁ କଲ୍ କଲା ବେଳକୁ, ଯେଉଁଟାକି ମୋବାଇଲ୍ ସୁଇଚ୍ ଅଫ୍, କଣ୍ଟିନ୍ୟୁ ସୁଇଚ୍ ଅଫ୍ ଦେଖାଇଲା ଯେ ସକାଳ 8:30 ପର୍ଯ୍ୟନ୍ତ। ତାପରେ ମୋବାଇଲ୍ ଅନ୍ ହେଇଛି, ମୁଁ ରିଙ୍ଗ୍ କରିଛି, ରିଙ୍ଗ୍ ହେଇଛି, ତଥାପି ସେ ଘଟଣା କି ମୁଁ ଯେତେବେଳେ ତାଙ୍କୁ ସିଏ ଜଣେ ଅନ୍ୟ ମୋବାଇଲରୁ ଫୋନ୍ କଲେ। ଫୋନ୍ କଲା ପରେ ମୁଁ ପଚାରିଲି ଯେ କେଉଁଠି ଅଛ, ନା ହେଉଛି ମୋତେ ହେଉଛି ପୋଲିସ ବାଡ଼େଇଛନ୍ତି। ଯେ କ'ଣ ପାଇଁ ବାଡ଼େଇଛନ୍ତି, ଯେଉଁମାନେ ମୋ ସ୍ୱାମୀମାନଙ୍କୁ ମାରିଛନ୍ତି, ଯେଉଁ ପୋଲିସ ମାନେ, ଆଉ ହେଉଛି ସେ ହେଉଛନ୍ତି ଆଗରପଡ଼ା ପୋଲିସ, ଯେଉଁଟାକି ପେଟ୍ରୋଲିଂ ଥିଲା। ଆଉ ତାଙ୍କୁ ଏତେ ଅମାନୁଷିକ ଭାବରେ ମାରିଛନ୍ତି ଯେ, ଯେଉଁଟାକି ତାଙ୍କ ଦେହ ବହୁତ ମାତ୍ରାରେ ଖରାପ, ଯେଉଁଟାକି
तांको मु चाहूँगी जे से हूँ सस्पेंड हुंतु आउ से भाया तांको कठोर भाव कठोर दंड दि जाऊ। मु चाहूँगी मो सामने तांकर खाकी पोशाक ही खोल जाऊ जे मो स्वामी को मो सामने तांकर खाकी खोला जाऊ जोटा कि तांकर खाकी पोशाक पिंधार अधिकार ही नहीं भी योग्यता ही नहीं। मो ना शिवानंद दास अधिकारी मु भारतीय जनता पार्टी आगरपड़ा मंडल सभापति अटे। मुझे जो खबर पाइली जमी गोटे रात कौन इनसीडेंट होती आसी मेडिकल पहुँची जहाँ देखिली माने मु ताहा प्रकाश करि पारुनी जे वर्तमान मु जहाँ अनुभव कली से भाई कहउछन जे पुलिस वाला तांको गाड़ी के अटके तांको चांदा मागिले से चांदा न देबारु तांको अमानुषिक भाव में माड़ मारचंती। मैं आश्चर्य लगुच पुलिस हूँ जनतार रक्षक रक्षक होगी जदि से भक्षक साजे ताने जनता कहा पर निर्भर करिए। तेणु मु ए बाबद दृढ़ निंदा करुच्ची। मु वर्तमान मीडिया माध्यम मु उपरस्थ तांको जणिया को चाहूँगी जे दोषी को दृढ़ कार्यानुष्ठान दि जाऊ एवं तांको तुरंत गिरफ्त करा जाऊ। आउ ये जो पिला एको तुरंत एठू भद्रक कटक नहीं कि तांको केमिति ट्रीटमेंट करा जो से बाबद पुलिस प्रशासन निजे तदारख करिया दरकार।